ଚାନ୍ଦିପୁର ଛକଠାରେ 15 କେଜି ଗଞ୍ଜେଇ ଜବତ, ଜଣେ ଗିରଫ। ଜିଲ୍ଲାରେ ନିଶା କାରବାରକୁ ରୋକିବା ପାଇଁ ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନିଶାଦ୍ରବ୍ୟକୁ ଜବତ କରିବା ସହ ନିଶା କାରବାରରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଅବସରରେ ଗୁରୁବାର ପୂର୍ବାହ୍ନରେ ବାଲେଶ୍ୱର ଅବକାରୀ ଟିମ୍ ଚାନ୍ଦିପୁର ଛକଠାରେ ଚଢ଼ାଉ କରି ମୋଟରସାଇକେଲରେ ଗଞ୍ଜେଇ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ 15 କେଜି ଗଞ୍ଜେଇ ଓ ମୋଟରସାଇକେଲକୁ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ 1,50,000 ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ହେଲେ ଚାନ୍ଦିପୁର ଥାନା ଦଳେଇ ସାହିର ଶିବଶଙ୍କର ନନ୍ଦୀ। ଏହି ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ, ଇନ୍ସପେକ୍ଟର ହରିହର ସିଂ, ସବ୍ ଇନ୍ସପେକ୍ଟର ଭବେଶ ଦାସ, ସବ୍ ଇନ୍ସପେକ୍ଟର ଭକ୍ତଚରଣ ସ୍ୱାଇଁ, ଏଏସ୍ଆଇ ଅନିକ ସାଠୁଆ, ଦୁର୍ଯ୍ୟୋଧନ ବେହେରା, କବିତା ସେନାପତି, କନେଷ୍ଟବଳ ପଙ୍କଜ ମହାନ୍ତି, ସୁବୀରକାନ୍ତ ବେହେରା ଏବଂ ସନାରାମ ସୋରେନ, ରଶ୍ମିରେଖା ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।